ଧୂତରାଷ୍ଟ୍ର ଆଉ ପାଣ୍ଡୁଙ୍କ ଭିତରୁ ରାଜା ବିଚିତ୍ର ବୀରଙ୍କର ବଡ଼ ପୁତ୍ର ଧୂତରାଷ୍ଟ୍ର ଥିଲେ। ସେଥିପାଇଁ ସେ ରାଜା ଗାଦିର ଅସଲି ହକଦାର ଥିଲେ। ପରନ୍ତୁ ପାଣ୍ଡୁଙ୍କୁ ରାଜା ଗାଦି ମିଳେ କାରଣ ଧୂତରାଷ୍ଟ୍ର ଅନ୍ଧପଣ ଯୋଗୁଁ ତାଙ୍କୁ ରାଜା ମାନିବାକୁ ଅଯୋଗ୍ୟ ମାନୁଥିଲେ। ପରନ୍ତୁ ପାଣ୍ଡୁ ରାଜ୍ୟ ଛାଡ଼ିବା ପରେ ଧୂତରାଷ୍ଟ୍ରଙ୍କୁ ରାଜା ବନାଇବା ଗଲା। ସେଥିପାଇଁ ପୂର୍ଣ୍ଣରୂପେ ଧୂତରାଷ୍ଟ୍ରଙ୍କୁ ରାଜା ବନିବାର ଅଧିକାର ଥିଲା ଏବଂ ଅନ୍ତତଃ ସେ ରାଜା ବନି ବି ଗଲେ। ସେଥିପାଇଁ ତାଙ୍କ ପୁତ୍ର ଅଧିକାର ପାଇଁ ଦୁର୍ଯ୍ୟୋଧନଙ୍କୁ ରାଜା ବନିବାର ଥିଲା। କିନ୍ତୁ କାହିଁକି ଅସଲି ଉତ୍ତରାଧିକାରୀ ଯୁଧିଷ୍ଠିରକୁ ମାନୁଥିଲେ? ଏହା ପଛର କାରଣ ଏହା କି ଭରତ ବଂଶର ଦୁର୍ଯ୍ୟୋଧନ ଏବଂ ଯୁଧିଷ୍ଠିର ସମାନ ସମୟରେ ଜନ୍ମ ନେଇଥିଲେ। ଏହା ଜରୁରୀ ନୁହେଁ କି ରାଜା ସବୁଠୁ ବଡ଼ ପୁଅ ଆଗକୁ ରାଜା ବନିବ। ଯିଏ ରାଜା ବନିବାକୁ ଯୋଗ୍ୟ ଥିବ ତାକୁ ରାଜା ବନେଇବା ଦରକାର ଏବଂ ସେପର୍ଯ୍ୟନ୍ତ ରାଜା ଭରତ ବି ନିଜର ବଡ଼ ପୁଅକୁ ବି ନିଜର ଉତ୍ତରାଧିକାରୀ ବନେଇ ନଥିଲେ। ସେଥିପାଇଁ ଯୁଧିଷ୍ଠିରକୁ ଯୁବରାଜ ବନେଇବାକୁ ଆରମ୍ଭରୁ ଭଲ ବିକଳ୍ପ ମାନୁଥିଲେ। କାରଣ ଯୁଧିଷ୍ଠିର ଦୁର୍ଯ୍ୟୋଧନଙ୍କଠୁ ଅଧିକ ଯୋଗ୍ୟ ଥିଲେ। ହସ୍ତିନାପୁରର ଲୋକମାନେ ବି ଯୁଧିଷ୍ଠିରଠୁ ଅଧିକ ଖୁସି ଥିଲେ ଏବଂ ତାଙ୍କୁ ହିଁ ରାଜା ବନେଇବାକୁ ଚାହୁଁଥିଲେ। କିନ୍ତୁ ପଛରେ ଦୁର୍ଯ୍ୟୋଧନ ଯେବେ ଲକ୍ଷଗୃହରେ ଯୁଧିଷ୍ଠିର ଆଉ ଅନ୍ୟ ପାଣ୍ଡବଙ୍କୁ ମାରିବାକୁ ଚେଷ୍ଟା କଲେ ତ ପାଣ୍ଡବଙ୍କ ମୃତ୍ୟୁର ମିଛ ଖବର ପାଇ ଦୁର୍ଯ୍ୟୋଧନଙ୍କର ରାଜା ବନେଇ ଦିଆଗଲା। ଦୁର୍ଯ୍ୟୋଧନ ରାଜା ବନିବା ପରେ ରାଜ୍ୟ ଏବଂ 5ଟି ଗାଁ ଦେବାକୁ ପାଣ୍ଡବଙ୍କୁ ମନା କରିଥିଲେ, ଯାହା ମହାଭାରତର କାରଣ ବନିଥିଲା। ଜୟ ଶ୍ରୀକୃଷ୍ଣ।